ଓଡ଼ିଆ ଲୋକ କାହାଣୀ 04/03/2026 ତାରିଖ ଅଛି। ଓକେ, ତାହେଲେ ଲୋକ କାହାଣୀ କାହାକୁ କହିବା? ତାହେଲେ ମୁଁ ତୁମକୁ କହିଦେଇଥିଲି ଲୋକ କାହାକୁ କୁହାଯାଏ ହେଲା। ତାହେଲେ ଆଜି ଆମେ ଦେଖିବା ଓଡ଼ିଆ ଲୋକ କାହାଣୀ କ'ଣ ଅଟେ। ସାଧାରଣ ଭାବରେ ଆଦିମାନବ ଅରଣ୍ୟରେ ଯାଯାବର ଜୀବନଯାପନ କରୁଥିଲା। ସେହି ସମୟରେ ସେ କେବଳ ସଂଗ୍ରାମ ହିଁ କରି ବଞ୍ଚୁଥିଲା। ଏହି ସଂଗ୍ରାମ କେତେବେଳେ ଥିଲା ପ୍ରକୃତି ବିରୋଧୀ ତ ଆଉ କେତେବେଳେ ଥିଲା ଅନ୍ୟ ଏକ ପରିଚିତ ଗୋଷ୍ଠୀ ବିରୋଧରେ। ସନ୍ଧ୍ୟାର ଆଗମନ ସଙ୍ଗେ ସଙ୍ଗେ ତାର ଜୀବନକୁ କିଛି ସମୟ ସାମୂହିକ ଭାବରେ ବିତାଇ ଦେବା ପାଇଁ ନିଜ ଗୋଷ୍ଠୀ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହେଉଥିଲା। ଏହି ଅବସ୍ଥାରେ ସେହି ଦିନର ନିଜର କାର୍ଯ୍ୟାବଳୀକୁ ସେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରୁଥିଲା। ଅନ୍ୟର କାହାଣୀ ମନୋଯୋଗ ପ୍ରବର୍ତ୍ତକ ଭାବରେ ପୂର୍ବକ ଶୁଣୁଥିଲା। ଏହି ଶୁଣିବା ବା ଶୁଣେଇବା ପ୍ରବୃତ୍ତିରୁ ହିଁ ଲୋକ କାହାଣୀ ବା ଲୋକଗଳ୍ପର ସୃଷ୍ଟି ଘଟିଛି। ତାହେଲେ ଆମେ ଦେଖିବା ଓଡ଼ିଆ ଲୋକ ଗଳ୍ପର କ'ଣ ସବୁ ରହିଛି। ଓକେ, ତାହେଲେ ଲୋକଗଳ୍ପ ବା ଲୋକ କାହାଣୀ ଲୋକ ସମାଜର ଏକ କଥା ଶିଳ୍ପୀ ଅଟେ। ତେଣୁ ଲୋକ କାହାଣୀ ଓ ଲୋକ ଜୀବନର ଏକ ମହାଭାଷ୍ୟ ଅଟେ। ତେଣୁ ଲୋକ ସମାଜର କଥନ କଳାର ସମର୍ଥ ପରିପ୍ରକାଶ ହେଉଛି ଲୋକ ଗଳ୍ପ। ଓକେ, ତେଣୁ ମାକ୍ସମୁଲାରଙ୍କର ମତରେ ସେ କହିଛନ୍ତି କି ଲୋକ କାହାଣୀର ବେଦରେ ସନ୍ନିବେଶିତ ଗଳ୍ପଠାରୁ ଅଧିକ ପ୍ରାଚୀନତର ବୋଲି କୁହାଯାଏ। ଓକେ, ତାହେଲେ ଆମେ ଜାଣିଛନ୍ତି କି ଆମର ବେଦ ହେଉଛି ସବୁଠାରୁ ବହୁତ ପୁରାତନ ଏବଂ ମାକ୍ସମୁଲାର ଯେହେତୁ ସୌର ପୁରାତାତ୍ତ୍ୱିକ ମତବାଦର ପ୍ରବର୍ତ୍ତକ ଅଟନ୍ତି। ତେଣୁ ସିଏ କହିଲେ କି ଯେଉଁ ଲୋକଗଳ୍ପ ଗୁଡ଼ିକ ବା ଲୋକ କାହାଣୀ ଗୁଡ଼ିକ ବେଦଠାରୁ ମଧ୍ୟ ଅନେକ ପ୍ରାଚୀନତର ଅଟନ୍ତି। ତେଣୁ ବେଦର ରଚୟିତା ଲୋକମୁଖରେ ପ୍ରଚଳିତ କାହାଣୀ ଶୁଣି ବା ସଂଗ୍ରହ କରି ବେଦରେ ଗର୍ବିତ କଲେ। ଓକେ, ଯେଉଁ କଥା ସେ ଦେଖିବା ପାଇବା। ତେଣୁ ଲୋକ କାହାଣୀ ବା ଲୋକ ସାହିତ୍ୟର ଜନ୍ମ ଇତିହାସ କେବେ ହୋଇଛି ତାହା ଅନ୍ଧକାରଚ୍ଛନ୍ନ। ତେଣୁ ଜୀବନ ସଂଗ୍ରାମରେ ଅବିରତ ବ୍ୟାପୃତ ରହି କର୍ମକ୍ଲାନ୍ତ ଶରୀରରେ ଦିବାବସାନ ପରେ ପରିବାରକୁ ଆସୁଥିବା ପୁରୁଷ ନିଜର କର୍ମୟ ଦିବସର ବାସ୍ତବ ବ୍ୟକ୍ତିଗତ ଅଭିରୁଚିକୁ ସେ ନିଜ ଆତ୍ମୀୟମାନଙ୍କ ପାଖରେ ସେ କ'ଣ କରିଥାଏ, ତାକୁ ପ୍ରକାଶିତ କରିଥାଏ ହେଲା। ତେଣୁ ଅବସର ବିନୋଦ ପାଇଁ ଆନନ୍ଦ ସୃଷ୍ଟି କରିବା ପାଇଁ ଲୋକ କାହାଣୀ ବା ଗଳ୍ପର ସୃଷ୍ଟି ହୋଇଛି। ଠିକ ଅଛି। ତେଣୁ ଏଇ ଯେଉଁ ଲୋକ କାହାଣୀ ଗୁଡ଼ିକ ହେଉଛି ସର୍ବସାଧାରଣ ମାନଙ୍କର ଏବଂ ସମାଜର ପ୍ରତି ସ୍ତରର ମଣିଷ ହେଉଛନ୍ତି ଲୋକ ଗଳ୍ପର ଜଣେ ଜଣେ ସଂଗ୍ରାହକ ଅଟନ୍ତି। କାରଣ ଏହାର ନାମହୀନତା ଦେଖିବାକୁ ପାଇବା। ତେଣୁ ଏହା କେବଳ ମୁଖରେ କାହାଣୀ ଗୁଡ଼ିକ ରହି ଆସିଛି। ଓକେ, ତେଣୁ ଲୋକ ଗଳ୍ପର ସଂଗ୍ରାହକ ହେଉଛନ୍ତି ସମସ୍ତେ। ତେଣୁ ଏଥିରେ ଦୁର୍ବୋଧ କିଛି ନାହିଁ। ଓକେ, ତେଣୁ ଏହା ହେଉଛି ସାର୍ବଜନୀନ ସାର୍ବକାଳିକ ଏବଂ ଏହା ଅନେକ ପ୍ରାଚୀନତମ ଅଟନ୍ତି। ଓକେ, ତେଣୁ ଏଇ କଥା ଆମେ ଲୋକ କାହାଣୀରେ ଦେଖିବାକୁ ପାଇପାରିବା। ଆଉ ଗୋଟେ କଥା କି ଲୋକ କାହାଣୀର ଯେଉଁ କଥକ ଥାନ୍ତି, ଯେଉଁମାନେ ବା ଗଳ୍ପସାର ବୋଲି ଆମେ କହୁଛନ୍ତି ଯେଉଁମାନଙ୍କୁ, ସେମାନେ କ'ଣ କରିଥାନ୍ତି, ତାଙ୍କ ପାଖରେ ଅନେକ ଗୁଡ଼ିଏ ଲୋକ କାହାଣୀର ଗଳ୍ପ ଗୁଡ଼ିକ ତାଙ୍କ ପାଖରେ ଏବଂ ସେମାନେ କ'ଣ କରିଥାନ୍ତି, ଲୋକମାନଙ୍କୁ ଶୁଣେଇଥାନ୍ତି ହେଲା। ଯେମିତି ଜେଜେମା କ'ଣ କରିଥାନ୍ତି, ପିଲାମାନଙ୍କୁ ଯେମିତି ପାଖରେ ବସି ଅନେକ ଗୁଡ଼ିଏ ଲୋକ କାହାଣୀ ଗୁଡ଼ିକ ଯେଉଁଭଳି ଭାବରେ ଶୁଣେଇଥାନ୍ତି, ସେଇଭଳି ଭାବରେ କଥକ କ'ଣ କରିଥାଏ ବା ଗଳ୍ପ ସାଗର କ'ଣ କରିଥାଏ, ଅନେକ ଗୁଡ଼ିଏ କାହାଣୀ ଗୁଡ଼ିକୁ ସେ ଲୋକମାନଙ୍କୁ ମନୋରଞ୍ଜନ ଉଦ୍ଦେଶ୍ୟ କରିବା ପାଇଁ ସେ କାହାଣୀ ଗୁଡ଼ିକୁ ସେ କ'ଣ କରିଥାଏ, ଶୁଣେଇଥାଏ। ଠିକ ଅଛି। ତେଣୁ କଥକର ସରସ ଉପସ୍ଥାପନା ତାର କୌଶଳ ଦ୍ୱାରା କଳ୍ପିତ କାହାଣୀ ଜୀବନ୍ୟାସ ପାଇଥାଏ। କାହାଣୀର କଥକ ସ୍ଥଳ ଅନେକ କ୍ଷେତ୍ରରେ ପରିଲକ୍ଷିତ ଆମେ ଦେଖିବାକୁ ମିଳିଥାଏ ଏବଂ ଏଠାରେ ଚିରକଥକ ବା ଚିରଶ୍ରୋତା କେହି ନଥାନ୍ତି। ତେଣୁ ଏଠିରେ କଥକ ମଧ୍ୟ ଶ୍ରୋତା ପାଲଟି ଯାଇଥାଏ। ତେଣୁ କାହାଣୀ କଥିତ ହୁଏ ସାଧାରଣ ଭାବରେ ଗ୍ରାମ୍ୟ ପରିବେଶର ମହଳ ସନ୍ଧ୍ୟାର ବୁଢ଼ୀମାର ପାଖରେ ଯେତେବେଳେ ପିଲାମାନଙ୍କର ଭିଡ଼ ଜମାଇ ବେଳେ ହାଟ ଫେରନ୍ତା ବାଟୋଇମାନଙ୍କର ପଥଶ୍ରମରୁ ରକ୍ଷା କରିବା ପାଇଁ କଥିତ ହୁଏ ଲୋକ କାହାଣୀ। ଓକେ, ତେଣୁ କୁଞ୍ଜ ବିହାରୀ ଦାସ କହନ୍ତି କି ଲୋକ କାହାଣୀର ଯେଉଁ କଥକ ବହୁ ଶାସ୍ତ୍ର ଦର୍ଶିତ ନୁହେଁ ସେ, କିମ୍ବା ତାର ବାକ୍ ଉଦ୍ଧୃତ ଶ୍ଳୋକାଂଶରେ ଭାରକ୍ରାନ୍ତ ନୁହେଁ,
ବା କୌଣସି ସଂସ୍କୃତ ଶ୍ଳୋକ ସେଠି ଦେଖିବା ପାଇବା ନାହିଁ। କାରଣ ପାଣ୍ଡିତ୍ୟର ତାର ଅହମିକା ନଥାଏ କଥକର, ଏବଂ ବିବାହର କିପରି ଶଙ୍ଖ ମହୁରୀ ବାଜିଲା, ପୁରୋହିତ କିପରି ମନ୍ତ୍ର ପଢ଼ିଲେ, କିପରି ଏସବୁ ଚିତ୍ର ଗୁଡ଼ିକ ସେ କ'ଣ କାହାଣୀ ମାଧ୍ୟମରେ ଆମେ ଦେଖିବାକୁ ମିଳିଥାଏ। ଏବଂ କଥକ ନିଜର କଳ୍ପନା ଶକ୍ତି ବଳରେ କଥକର ଭଙ୍ଗୀରେ ବିଚକ୍ଷଣତା ମାଧ୍ୟମରେ ଶ୍ରୋତାର ମନକୁ ସେ ଆଲୋଡ଼ିତ କରିଥାଏ ଏବଂ ଆନନ୍ଦିତ କରିକି ରଖିଥାଏ। ଓକେ, ତେଣୁ କାହାଣୀର କଥକ ଅପୂର୍ବ କଳ୍ପନା ଶକ୍ତିର ସେ ଅଧିକାରୀ ହୋଇଥାନ୍ତି। ଠିକ ଅଛି, ତାହେଲେ ଏଇଟା ହେଉଛି ଲୋକ କାହାଣୀ। ଓକେ, ତାହେଲେ ଆମେ ଦେଖିବା କି ଲୋକ କାହାଣୀର ଉଦ୍ଦେଶ୍ୟ କ'ଣ, କାହିଁକି ଲୋକ କାହାଣୀ କାହିଁକି ଲୋକ କାହାଣୀ ରହିଛି, କ'ଣ ପାଇଁ ଲୋକ କାହାଣୀର ଆବଶ୍ୟକତା ରହିଛି। ତେଣୁ ପ୍ରଥମ ଉଦ୍ଦେଶ୍ୟ ହେଉଛି ଲୋକ କାହାଣୀ ହେଉଛି ଶିକ୍ଷା ଓ ଆନନ୍ଦ ଦାନ ଏବଂ ଜନ ମନୋରଞ୍ଜନ କରିବା ହେଉଛି ଲୋକ କାହାଣୀର ମୁଖ୍ୟ ଉଦ୍ଦେଶ୍ୟ ହେଲା। ଛୋଟ ଛୋଟ ପିଲାମାନେ ଯେଉଁ କାହାଣୀ ଗୁଡ଼ିକ ଶୁଣିଥାନ୍ତି କ'ଣ ପାଇଁ, ଆନନ୍ଦ ହେଲା, ମନୋରଞ୍ଜନ ପାଇଁ। ଏବଂ ଲୋକ କାହାଣୀରୁ ଆମେ ଅନେକ ଗୁଡ଼ିଏ ଶିକ୍ଷା କରୁଥାଉ ହେଲା। ଯଦି ତମେ ଭଲ ପାଇଁ ଭଲ, ଖରାପ ପାଇଁ ଖରାପ ଫଳ ମଧ୍ୟ ମିଳିଥାଏ ହେଲା। ତାହେଲେ ଯେମିତି କର୍ମ ମିଳିବ ସେମିତି ଫଳ ପାଇବ। ତାହେଲେ ଅନେକ ଗୁଡ଼ିଏ ଲୋକ ଶିକ୍ଷା ବା ଆଦର୍ଶ ବା ନୀତି ନିୟମ ଆମେ ଲୋକ କାହାଣୀରୁ ଆମେ ଜାଣିବାକୁ ମିଳିଥାଏ। ତେଣୁ କାହାଣୀ ସୃଷ୍ଟି ସମୟରେ ସମାଜର ଜନମନୋରଞ୍ଜନ ପାଇଁ କେବଳ ଲୋକନାଟ୍ୟ ଭିନ୍ନ ଶୈଳୀର ବ୍ୟବସ୍ଥା ନଥିଲା, ଲୋକ କାହାଣୀ ମଧ୍ୟ ପ୍ରଚଳନ ହେଉଥିଲା। ଓକେ, ତେଣୁ ଲୋକ କାହାଣୀ ଶିଶୁମାନଙ୍କୁ ଅଧିକ ଆନନ୍ଦ ପ୍ରଦାନ କରୁଥିଲା। ତେଣୁ ଗୋପାଳ ଚନ୍ଦ୍ର ପହରାଜଙ୍କ ଭାଷାରେ ଗୋପାଳ ଚନ୍ଦ୍ର ପହରାଜ କହିଲେ କି ଯେଉଁ କାହାଣୀ ଗୁଡ଼ିକ ବାଳକ ବାଳିକା ମାନଙ୍କର ଉଦ୍ଦେଶ୍ୟ ରଚିତ ବା କଳ୍ପିତ, ଏଥିରେ ମତ ଦ୍ୱୈତ ନାହିଁ। ତାହେଲେ ଏଇ ଯେଉଁ ଲୋକ କାହାଣୀ ଗୁଡ଼ିକ ସୃଷ୍ଟି ହୋଇଛି କେବଳ ବାଳକ ବାଳିକା ମାନଙ୍କର ମନୋରଞ୍ଜନ ଉଦ୍ଦେଶ୍ୟ ପାଇଁ ଏହା ସୃଷ୍ଟି ହୋଇଛି। ବିଶେଷତଃ ବୃଦ୍ଧମାନଙ୍କ ମୁଖରୁ ଏହି ଗଳ୍ପ ଗୁଡ଼ିକ ଶୁଣା ଯାଇଥାଏ ଲୋକ କାହାଣୀ ଗୁଡ଼ିକ। ଓକେ, ତାହେଲେ ଏଇ ଲୋକ କାହାଣୀ ଗୁଡ଼ିକ କେବଳ ବୃଦ୍ଧମାନଙ୍କ ଠାରୁ ସୃଷ୍ଟି ହୋଇଥାଏ ଏବଂ କାହାଣୀର ଉଦ୍ଦେଶ୍ୟ ହେଉଛି କ'ଣ, ଅବସର ବିନୋଦନ ଘଟାଇବା ଏବଂ ଲୋକଶିକ୍ଷା ସୃଷ୍ଟି କରିବା, ଜନ ମନୋରଞ୍ଜନ ଘଟାଇବା, ଶିଶୁ ମନରେ ସଂସାର ସମ୍ପର୍କୀୟ ଧାରଣା ପ୍ରଦାନ କରିବା ଏବଂ ଗ୍ରାମ୍ୟ ପରିବେଶରେ ଅନ୍ଧାରରୁ ଜମାଟ ବନ୍ଧି ଆସେ ସନ୍ଧ୍ୟା ଏବଂ ଆଈ ବୁଢ଼ୀ ନିକଟରେ ଶିଶୁମାନେ କିଶୋର ଏକାଠି ହୋଇକି ଲୋକ କାହାଣୀ ଶୁଣିଥାନ୍ତି ଏବଂ ବୁଢ଼ୀ ଖୋଲି ଦିଅନ୍ତି ତାର କାହାଣୀର ପେଡ଼ି। ଏବଂ କେଉଁଠାରେ ରାଜା ପୁଅକୁ ମାଲୁଣୀ ମେଣ୍ଢା କଲାଣି ତ କେଉଁଠାରେ ପାରିଧିକି ଯାଇ ରାଜା ପୁଅ ରାଜକନ୍ୟାର ସନ୍ଧାନ ପାଇଁ ଅସୁର ଓ ଅସୁରୁଣୀ ନିକଟରେ ସେ ବନ୍ଦୀ ହୋଇଗଲାଣି। କେଉଁଠାରେ ଚୋର ନିଜର ପତିତ୍ପନ୍ନୀମତିତା ଦ୍ୱାରା ରକ୍ଷା ପାଇଲାଣି ତ କେଉଁଠାରେ ଅସୁରକୁ ମାରି ରାଜପୁତ୍ର ରାଜକନ୍ୟାକୁ ବିବାହ କଲାଣି। ତେଣୁ କେଉଁଠାରେ ଦୈବୀ କୃପା ଲାଭ କରି ଦରିଦ୍ରଟି ଧନବନ୍ତ ହେଲାଣି ତ କେଉଁଠାରେ ଧନବନ୍ତ ଦୈବୀ ଅପରାଧରୁ ଘୋର ଦାରିଦ୍ର୍ୟ ଭିତରେ ଭିକ୍ଷାବୃତ୍ତି ସେ କଲାଣି। ତେଣୁ ଏହିସବୁ ଗୁଡ଼ିକ କାହାଣୀ ଭିତରେ ଆମେ ଦେଖିବାକୁ ଶୁଣିବାକୁ ମିଳିଥାଏ। ଠିକ ଅଛି, ତେଣୁ ଏହିସବୁ ଗୁଡ଼ିକ କାହାଣୀ ଗୁଡ଼ିକ ଆମେ ଦେଖିବା, ରାଜା ଜମିଦାର ହେଲା, ସାମନ୍ତ, ଏସବୁ ଅନେକ ଗୁଡ଼ିଏ କାହାଣୀର ଚରିତ୍ର ମାନେ ଏଠିରେ ଦେଖିବାକୁ ମିଳିଥାଏ। ଠିକ ଅଛି, ତାହେଲେ ଭାବରେ ଲୋକ କାହାଣୀର ପରମ୍ପରା କିପରି ହୋଇଛି, କାରଣ ଲୋକ କାହାଣୀଟା ଗୋଟେ ପରମ୍ପରା ନେଇକି ଗତି କରିছে। ଯେମିତି ପ୍ରଥମେ ଆମେ ଦେଖିବା ପାଇବା ବେଦ ଉପନିଷଦରୁ ଅନେକ କାହାଣୀ ଆସିଛି। ତାହେଲେ ବେଦ ଏବଂ ଉପନିଷଦର ପରମ୍ପରା କ୍ରମେ ଲୋକ କାହାଣୀ ସୃଷ୍ଟି ହୋଇଛି। ତେଣୁ ଆମେ ଜାଣିଛନ୍ତି ବେଦ ଏବଂ ଉପନିଷଦରେ ଅନେକ ଗୁଡ଼ିଏ କାହାଣୀ ଗୁଡ଼ିକ ବର୍ଣ୍ଣନା କରାଯାଇଛି। ଯେମିତି ଆମେ ଦେଖିବା ଜହ୍ନି ଓଷା କାହାଣୀ, ବୁଧେଇ ଓଷା, ଦୂତିବାମନ ଓଷା, ମଙ୍ଗଳବାର ଓଷା, ଏହିସବୁ କାହାଣୀ ଗୁଡ଼ିକ ବୈଦିକ ପୂଜା ଉପଚାର ପରମ୍ପରା ଉପରେ ସମୃଦ୍ଧି ହୋଇକି ରହିଛି। ଓକେ, ତେଣୁ ବେଦର ପରବର୍ତ୍ତୀ ପର୍ଯ୍ୟାୟରେ ସୃଷ୍ଟି ହୋଇଛି ଅନେକ ଗୁଡ଼ିଏ ଉପନିଷଦ। ଯେମିତି ଆମେ ଜାଣିଛୁ ଉପନିଷଦ ବର୍ଣ୍ଣିତ କାହାଣୀ ଗୁଡ଼ିକ ମଧ୍ୟ ଆମେ ଦେଖିବାକୁ ମିଳେ। ଯେମିତି ନଚିକେତ ଉପାଖ୍ୟାନ ରହିଛି ହେଲା, ସତ୍ୟକାମ ଜାବାଳ ରହିଛି ହେଲା, ତାପରେ ତୈତ୍ତରୀୟ ବ୍ରାହ୍ମଣ ରହିଛି, ଯାଜ୍ଞବଲ୍କ୍ୟ କାହାଣୀ ରହିଛି। ତେଣୁ ଏଇ କାହାଣୀ ଗୁଡ଼ିକ ବା ଉପାଖ୍ୟାନ ଗୁଡ଼ିକ ମଧ୍ୟ କାହାଣୀ ମାଧ୍ୟମରେ ବର୍ଣ୍ଣନା କରାଯାଉଛି। ଠିକ ଅଛି, ତେଣୁ ଧର୍ମଚାର ଭିତ୍ତିକ ଲୋକଗଳ୍ପ ଗୁଡ଼ିକ ମୁଖ୍ୟତଃ ବେଦ ଏବଂ ଉପନିଷଦୀୟ ପରମ୍ପରାକୁ ଉଜ୍ଜୀବିତ କରିକି ରଖିଥାଏ। ଠିକ ଅଛି, ଆଉ ଗୋଟେ ହେଉଛି ପୁରାଣ ପରମ୍ପରା। ତେଣୁ ପୁରାଣ ପରମ୍ପରା କ'ଣ କରିଥାଏ, ଲୋକମାନଙ୍କର ବିଶ୍ୱାସ ଜନ୍ମାଇଥାଏ। କାରଣ ଓଡ଼ିଆ ଲୋକ ସମାଜର ପୁରାଣ ହେଉଛି ବିଶ୍ୱାସୀ। ଆମେ ପୁରାଣକୁ ବିଶ୍ୱାସ କରିଥାଉ ହେଲା। ଆମେ ଯେଉଁ ପୁରାଣ ଗୁଡ଼ିକ ରହିଛି ଏ ପୁରାଣକୁ ଲୋକ କ'ଣ କରିଥାଏ, ବିଶ୍ୱାସ କରିଥାଏ। ତେଣୁ ପୁରାଣରେ ଭରି ରହିଛି ଅନେକ ଗୁଡ଼ିଏ କାହାଣୀ, ଅନେକ ଗୁଡ଼ିଏ ଉପକାହାଣୀ ଗୁଡ଼ିକ ଆମେ ଦେଖିବାକୁ ମିଳିଥାଏ। ଯାହା ଭାବରେ ରାମାୟଣ ମହାଭାରତ ରେ ଅନେକ ଗୁଡ଼ିଏ କାହାଣୀ ଗୁଡ଼ିକ ଆମେ ଦେଖିବାକୁ
ମିଳିଥାଏ। ଠିକ୍ ଅଛି, ସେଥିରେ ଏଇ କାହାଣୀ ମାଧ୍ୟମରେ ଆମେ ମିଳିଥାଏ କ'ଣ? ସତ୍ୟ, ନ୍ୟାୟ, ତ୍ୟାଗ, ଆଦର୍ଶ ଏବଂ ଅନେକ ଗୁଡ଼ିଏ ମାନବିକ ଗୁଣାବଳୀ ଗୁଡ଼ିକ ଏଠିରେ ଦେଖିବାକୁ ମିଳିଥାଏ କାହାଣୀ ମାଧ୍ୟମରେ। ଏବଂ ଆଉ ଗୋଟେ ହେଉଛି ଜାତକ କାହାଣୀ। ଲୋକ କାହାଣୀର ଉତ୍ପତ୍ତିରେ ଜାତକ କାହାଣୀର ମୁଖ୍ୟ ଭୂମିକା ମଧ୍ୟ ରହିଛି, ଯେଉଁଟାକି ଆମେ ଦେଖୁଛନ୍ତି ବୁଦ୍ଧଦେବଙ୍କର ଅଲୌକିକତା ପ୍ରକାଶ କରି କେତେକ ଜାତକ କାହାଣୀ ଗୁଡ଼ିକ ସୃଷ୍ଟି ହୋଇଛି। ସାଧାରଣ ଭାବରେ ସୁମ ସୁମାର, ମାଙ୍କଡ଼ କୁମ୍ଭୀର, ଅସତୀ ନାରୀ, ରାମ ଢୋଲ, ଏସବୁ କାହାଣୀ ଗୁଡ଼ିକ ସାଧାରଣ ଭାବରେ ଜାତକ କାହାଣୀ ବା ବୌଦ୍ଧିକ ମାନଙ୍କର ଶୃଙ୍ଖଳା ପ୍ରିୟତାରୁ ଏଇଗୁଡ଼ିକ କାହାଣୀ ଗୁଡ଼ିକ ସୃଷ୍ଟି ଲାଭ କରିଛି। ମାନେ ଲୋକ କାହାଣୀର ଉତ୍ପତ୍ତିରେ ଜାତକ କାହାଣୀ ମଧ୍ୟ ଗୋଟେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ତା ସହିତ ଇତିହାସ ଏବଂ କିମ୍ବଦନ୍ତୀ, ଇତିହାସ ଏବଂ କିମ୍ବଦନ୍ତୀ ମଧ୍ୟ ଲୋକ କାହାଣୀର ଉତ୍ପତ୍ତିରେ ମଧ୍ୟ ତାର ମୁଖ୍ୟ ଭୂମିକା ରହିଛି। ଯେ ଆମେ ଜାଣିଛନ୍ତି ଇତିହାସ ଏବଂ କିମ୍ବଦନ୍ତୀର ଅନେକ ଗୁଡ଼ିଏ କାହାଣୀ ରହିଛି, ଯେମିତି ଆମେ ଜାଣିଛନ୍ତି କାଶିଆ କପିଳା, ଚୂଡ଼ଗଙ୍ଗା